ବାଟରେ ଯାଉଥିଲୁ ହାଇଟେକ୍ ଭିତରେ ମାନେ ଛଡେଇ ନେଇଗଲେ ଆଉ ଭିଡି ନେଇଗଲେ ହାତରୁ କଥା ହଉଥିଲି ଭିଡି ନେଇଗଲେ ଆଉ। କେତେ ଜଣ ଥିଲେ? ସେ 2 ଜଣ। ମୋବାଇଲ ମିଳିବ ବୋଲି ଆଶା ଥିଲା? ଆଶା ତ ନଥିଲା, ତଥାପି ଆମେ ପୋଲିସ ଇଏ କରିବାରୁ ଏଠି ମିଳିଲା ଆଉ। ଜଣେ ରାଜମିସ୍ତ୍ରୀ ହିସାବରେ ମୋବାଇଲଟା ନେବା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଗରିବ ଲୋକ? ସେଇଟା ତ ନିହାତି ଗୁରୁତ୍ୱପୂର୍ଣ୍ଣ, ମାନେ ଫୋନଟା ନିହାତି ଆବଶ୍ୟକ, କିନ୍ତୁ ଏମିତି ଛଡେଇ ନେଇଯାଆନ୍ତି ରାସ୍ତା ଭିତରେ, ସେଇଟା କିନ୍ତୁ ଠିକ ନୁହଁ। ଆପଣ କାମ କରନ୍ତି, ପରିବାର ପୋଷନ୍ତି, ହଁ, ମୋବାଇଲଟା ଗୋଟେ ଯାହାହେଲେ ଆଜିକା ଡେଟ୍ରେ ସମସ୍ତେ ଧନୀ ଗରିବ ସେଇଟା ତ ନିହାତି ପଇସା ଯେତେ ହଉଛି ନା ହଉଛି, କିନ୍ତୁ ମୋବାଇଲଟା ହେଲା ନିଜ ଜୀବନ କହିଲେ ଚଳେ। ଅନେକ ସମୟରେ ଆମେ ଦେଖୁଛୁ ଯେ ଯେଉଁମାନେ ବି ଅପରାଧ କରନ୍ତି ସେମାନେ ରାଜମିସ୍ତ୍ରୀ ପରିବେଶର ଲୋକଙ୍କ ମୋବାଇଲକୁ ବେଶୀ ୟୁଜ୍ କରନ୍ତି। ତ ଆପଣଙ୍କର ସେ ମନରେ ସେ ଭୟଟା ଥିଲା ଗୋଟେ ଯେ ମୋ ମୋବାଇଲଟା କେମିତି ଅପବ୍ୟବହାର ହବ? ନାଇଁ, ମୁଁ ତ ଜାଣିନଥିଲି ଏମିତି ଅପବ୍ୟବହାର ହବ ବୋଲି, ଆଉ ଏମିତି ଛଡେଇ ନେଇଯିବ ବୋଲି ଆଉ କିଏ କାହାର ଧାରଣା ଅଛି କି ମନରେ? ମୋବାଇଲ ନେଇକି ଏମିତି ଅପରାଧିକ କାର୍ଯ୍ୟକଳାପ କରନ୍ତି, ଆପଣ ଜାଣିନଥିବେ, କିନ୍ତୁ ଆପଣ ସିମ୍ରେ କଥାବାର୍ତ୍ତା ହେଇକିରି ବଡ ଧରଣର ଅଘଟଣ ହଉଥିବ। ନାଇଁ, ମନ୍ଦା ହେବେ ଆପଣ ସେଇଟା ଠିକ ଯେ, କିନ୍ତୁ ସେମିତି ତ କିଛି କରିନାହାନ୍ତି, ସେଇଟା ମାନେ ସେଇଟା ଫୋପାଡ଼ି ଦିଅନ୍ତି। ମୋବାଇଲ ମିଳିଲା ପରେ ନାଇଁ, ଖୁସି ତ ଅଛୁ, ମିଳିଗଲା, ବହୁତ ଖୁସି ଲାଗିଲା, ଗୋଟେ ଜିନିଷଟା ମିଳିଗଲା ଆମର। ଠିକ ଅଛି।